ଜଗା ଆଜି ତାର ମାଉସୀ ଘରକୁ ଆସିବାକୁ ଇଚ୍ଛା କଲା, ସେଇ ଲାଗି ତାକୁ ଆଜି ଏଇଠିକୁ ଆଣିଛି। ତାର ଆଜି ଟିକେ କଲର ହବାର ଥିଲା, ବହୁତ ଦିନ ହେଲା ହେଇପାରୁ ନଥିଲା। ଆମେ ଯେମିତି ମଣିଷ ହିସାବରେ ଫେସିଆଲ ହୁଏ, ତାର ବି ତ ସେମିତି ଦରକାର। ତ ଚିନ୍ତାମଣି ଭାଇନାଙ୍କ ପାଖକୁ ଆଣିଛି। ତାର ଆଜି ଟିକେ କଲର କରିକି ନେଇକି ଯିବି। ପତିତପାବନଙ୍କୁ ନେଇକି ରଖିବାର ହେଇଗଲା 7 ବର୍ଷ, କିନ୍ତୁ ଭାଇନାଙ୍କ ସହିତ ଆମର ରିଲେସନ ହେଲାଣି 14 ବର୍ଷ। ଚିନ୍ତାମଣି ଭାଇନାଙ୍କ ସହିତ ସିଏ ହଜବେଣ୍ଡ ତାଙ୍କର କଣ ଅଫିସିଆଲି କାମରେ ଏଇଠୁ ଜଗନ୍ନାଥଙ୍କର କଣ ନେଇକି ଯାଇଥିଲେ। ମତେ ସେଠୁ କହିଲେ ଯେ ଚାଲ, ଆଉ ଜଣେ ଅଛନ୍ତି ଭାଇନା, ବଢିଆ ଜଗନ୍ନାଥ ସେ କରନ୍ତି। ତାପରେ ମତେ ନେଇକି ଆସିଲେ। ଆସିଲା ପରେ ମୁଁ ଘର ପାଇଁ, ମୋ ରିଲେସନ ପାଇଁ, ସମସ୍ତଙ୍କ ପାଇଁ ବି ମୁଁ ଏଠୁ କରିକି ନେଇଛି ଛୋଟ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଠାକୁର ପୂଜା ପାଇଁ। କିନ୍ତୁ ମୋର ଗୋଟେ ଇଚ୍ଛା ଥିଲା ଯେ ବଡ ବିଗ୍ରହକୁ ଘରେ ରଖନ୍ତିନି, ସମସ୍ତେ କହିଲେ। ମୁଁ ତ ଆସିଲି ଦିନେ, ଏଠି ଦେଖିଲି ଜଗନ୍ନାଥ ତିଆରି ହେଇକି ଅଛନ୍ତି। ମୋର ଆଖି ଥରେ ପଡିଲା, ମୁଁ କହିଲି ମୁଁ ୟାଙ୍କୁ ନେଇକି ଯିବି। ମତେ ଇଚ୍ଛା ହେଲା ବହୁତ, ତ ନେଇକି ଗଲି। ଘରେ ଯେତେବେଳେ କି ତାଙ୍କ ଜାଗା ଚେଞ୍ଜ କଲି, ତାଙ୍କ କପଡା ଝାଡିଲି ଯେତେବେଳେ, ପୁରା ଚନ୍ଦନ ଘର ସାରା ବାସିଲା। ମୁଁ ସେଠୁ ଡିସାଇଡ କଲି ଯେ ଯିଏ ଯାହା କହୁଛି କହୁ, ମୁଁ ଆଉ ଜଗନ୍ନାଥଙ୍କୁ ଛାଡିବିନି। କିଏ କହିଲା ବଡ ବିଗ୍ରହ ରଖନ୍ତିନି, ମୁଁ କହିଲି ପତିତପାବନ ରଖିଲେ ହବ, ମୁଁ ବାହାରେ ବୁଝିଛି କହିକି ମୁଁ ରଖିଛି। ଅସୁବିଧା ଶୁଣନ୍ତୁ, ପରିବାର ଭିତରେ ରହିଛେ ଯେତେବେଳେ ଅସୁବିଧା ତ ଆସୁଛି, କିନ୍ତୁ ଅସୁବିଧାକୁ ଫେସ୍ କରିବାର ଗୋଟେ ସାହସ ବି ଆସି ଯାଉଛି, ଯୋଉଟା କି ମୋର ଅଳ୍ପକେ ବର୍ତ୍ତି ଯାଇଛି। ଆଜିର କଥା କହୁଛି ଆପଣଙ୍କୁ, ବହୁତ ଦିନ ହେଲା ତ ସିଏ ଇଚ୍ଛା ବୋଧେ କରିନଥିଲେ। ଆଜି କିନ୍ତୁ ମୁଁ କହିଲି ଭାଇନାଙ୍କୁ ଆଜି ଫୋନ କରିବିନି, କିଛି ନାହିଁ, ମୁଁ ଆଜି ନେଇକି ଯିବି ଜଗାକୁ। ଆସୁଛି ବାଟରେ ଗୋଟେ ଗାଡି ଆକ୍ସିଡେଣ୍ଟ ହେଇଗଲା। ତ ଆମ ଗାଡି, ଆଗ ଗାଡି ବ୍ରେକ୍ ଦେଇଦେଲେ ଯେତେବେଳେ, ଆମ ଗାଡି ଆସିକି ବାଡେଇ ହେଇଗଲେ। ମୋ ଗୋଡରେ ଜଗନ୍ନାଥଙ୍କୁ ମୁଁ ଧରିକି ବସିଛି। ହୁଏତ ଛୋଟରେ ପଳେଇଲା ସେ, ବହୁତ ବଡ ବିପତ୍ତିରୁ ଆଜି ଆମେ ମୁକ୍ତି ପାଇଛୁ। ଆମ ସହିତ ଆଜି ଜଗନ୍ନାଥ ସେଇଥିଲାଗି ବୋଧେ ଆସିଛନ୍ତି, ଯୋଉଟା କି ଆମେ ବହୁତ ବଡ ବିପଦରୁ ମୁକ୍ତି ପାଇବା ପାଇଁ ବୋଲି ଆମେ ଆସିଛୁ। ଆଜି ତାକୁ ଯେତେବେଳେ କି ମୁଁ ଛାଡିକି ଯାଉଛି, ମୁଁ ଘର ଭିତରେ ଦେଖିବେ ମୋର ଦୁଆର ଖୋଲିଲା ମାନେ ଜଗନ୍ନାଥ ଥିବେ। ଆଜି ଗଲା ବେଳେ ତାଙ୍କର ସେଇ ଜାଗା ଆଜି ଖାଲି ଥିବ। ମୁଁ ଭାବି ବି ପାରୁନି ନିଜକୁ ଯେ କେମିତି ଜଗନ୍ନାଥଙ୍କୁ ମୁଁ ନ ଦେଖିକି ଘରେ ଏଣ୍ଟ୍ରି କରିବି। ତ ଭାବିଲା ବେଳକୁ ଦେହ କେମିତି ହେଇଯାଉଛି, ମନ ବି ଭାରି ବ୍ୟସ୍ତ ଲାଗୁଛି। ଆଉ ମୁଁ ଡେଲି, ଦୂର ହଉ ପଛେ, ମୁଁ ଡେଲି ଆସିକି ଦେଖିକି ଯିବି। ସେ ହିଁ ତ ବଞ୍ଚେଇଛି, ସେ ବଞ୍ଚେଇଛି। ହୁଏତ ଆଜି ଆମେ ସବୁବେଳେ କାହିଁକି ସ୍ୱାମୀ ସ୍ତ୍ରୀ ବାହାରୁଥିଲୁ, ଆଜି କାହିଁକି ଜଗାକୁ ନେଇକି ଆସିଲୁ? ତା ପଛରେ ବି ତ ତାର ହିଁ ଇଚ୍ଛା ଅଛି ଯେ ମୁଁ ଯାଏ। ସିଏ ତ ଯୋଉଠି ଥିଲେ ହେଲେ ଆମକୁ ବଞ୍ଚେଇବ, କିନ୍ତୁ ଆଜି ସାଙ୍ଗରେ ଅଛି ବୋଲି ହୁଏତ କିଛି ବି ହେଲାନି। ଗାଡି ଟିକେ ଖାଲି ମାଡ ହେଇଛି, କିନ୍ତୁ କିଛି ବି ହେଲାନି। ଆମେ 2 ଜଣ ଆଜି ବହୁତ ଭଲରେ ଅଛୁ।